नमस्कार बंधुगण, आपण माने जानिथिबे एई एप्रिल मास 18 तारिख रे पड़िबाकु जाउअछि सुदशा व्रत। तेबे आमनमानक मध्यरु अनेकଙ୍କ ମଧ୍ୟରେ ଏହି ପ୍ରଶ୍ନ ଥିବ ଯେ ନୂଆ ବ୍ରତଧାରୀ ମାନେ ଏହି ବ୍ରତ ଆରମ୍ଭ କରିପାରିବେ କିମ୍ବା ନାହିଁ। ତେବେ ବନ୍ଧୁମାନେ, ଆପଣମାନେ ଜାଣନ୍ତି ଆମେ ସୁଦଶା ବ୍ରତ କିପରି ଘରର ବିବାହିତ ନାରୀମାନେ କରିଥାନ୍ତି ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ବ୍ରତଟି କରାଯାଇଥାଏ। ଏହି ବ୍ରତଟି କରିବା ଦ୍ୱାରା ଆମକୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଆମର ମନସ୍କାମନା ପୂର୍ଣ୍ଣ ହେବା ସହିତ ଆମ ଗୃହର ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ତେବେ ବନ୍ଧୁମାନେ, ଆପଣମାନେ ଏକଥା ମଧ୍ୟ ଜାଣିଥିବେ ଯେ ଆମର ବିବାହ ହେଉ କିମ୍ବା ବ୍ରତଘର ହେଉ ତାହା ଆମେ ନୂତନ ପଞ୍ଜିକା ଅନୁସାରେ ହିଁ କରିଥାଉ ଏବଂ ଏହି ନୂତନ ପଞ୍ଜିକା ଅନୁସାରେ ଏଇଟା ହେଉଛି ଦୋଳ ପୂର୍ଣ୍ଣିମା ପରଠାରେ ହିଁ ଆସିଥାଏ। ତେବେ ବନ୍ଧୁମାନେ, ଏହି ବର୍ଷର ଯେଉଁ ନୂତନ ପଞ୍ଜିକା ରହିଛି ସେହି ନୂତନ ପଞ୍ଜିକା ଅନୁସାରେ ଆଧାରରେ ନୂଆ ବ୍ରତର ଅନୁସାରେ କରିପାରିବେ କି ନାହିଁ ସେହି ବିଷୟରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଅଛି। ତେବେ ବନ୍ଧୁମାନେ, ଆପଣମାନେ ଜାଣିଛନ୍ତି ଯେ ଶୁକ୍ଳ ପକ୍ଷ ଗୁରୁବାର ଦଶମୀ ତିଥି ପଡ଼ିଲେ ସେହି ବାରକୁ ଆମେ ସୁଦଶା ବ୍ରତ ଭାବରେ ପାଳନ କରିଥାଉ। ତେବେ ବନ୍ଧୁମାନେ, ଏହି ବର୍ଷର ଯେଉଁ ନୂତନ ପଞ୍ଜିକା ବାହାରିଛି ସେଥିରେ ନୂଆ ବ୍ରତୀମାନେ ବ୍ରତ କରିବାର କୌଣସି ବିଷୟରେ ଲେଖାଯାଏ ନାହିଁ। ତେଣୁ ଏହି ଯେଉଁ ସୁଦଶା ବ୍ରତଟି ପଡ଼ୁଅଛି ଏହି ଦିନ ନୂଆ ବ୍ରତୀମାନେ ବ୍ରତ ଆରମ୍ଭ କରିପାରିବେ ନାହିଁ। ଏହି ଦିନର ବିବାହ ଯୋଗ ରହିଛି, ବ୍ରତ ଘରର ଯୋଗ ରହିଛି। ଏହା ନୂଆ ବ୍ରତୀମାନେ ବ୍ରତ ଆରମ୍ଭ କରିପାରିବେ ନାହିଁ, କାରଣ ପଞ୍ଜିକାରେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାର ନିୟମ ଉଲ୍ଲେଖ ରହିଥାଏ। ମାତ୍ର ଯେହେତୁ ପଞ୍ଜିକାରେ ବ୍ରତ ଆରମ୍ଭ କରିବାର ବିଷୟରେ କିଛି ଲେଖାଯାଏ ନାହିଁ, ତେଣୁ ଏହି ଦିନ ନୂତନ ବ୍ରତୀମାନେ ବ୍ରତ ଆରମ୍ଭ କରିପାରିବେ ନାହିଁ। ବନ୍ଧୁମାନେ, ଯଦି ଆପଣମାନେ ଭାବୁଥିବେ ଯେ ପଞ୍ଜିକାରେ ଲେଖା ନଥିଲେ ମଧ୍ୟ କିନ୍ତୁ ସେଦିନ ସୁଦଶା ବ୍ରତ ପଡ଼ୁଛି, ତେବେ ନୂଆ ବ୍ରତ ଆରମ୍ଭ କରିବାରେ ଅସୁବିଧା କେଉଁଠି? ତେବେ ଆପଣମାନେ ଜାଣି ରଖିବା ଉଚିତ ଯେ ବ୍ରତଟି ଆମେ ଆମ ଘରର ଉନ୍ନତି ପାଇଁ କରିଥାଉ। ତେଣୁ ସେହି ବ୍ରତଟି ଆରମ୍ଭ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଶୁଭ ସମୟ, ତିଥି ଓ ବାର ନକ୍ଷତ୍ରର ଆବଶ୍ୟକତା ରହିଛି। ଯଦି ଆପଣ ସେହି ଶୁଭ ବାର ଓ ତିଥି ଏବଂ ସମୟରେ ନିଜର ବ୍ରତକୁ ଆରମ୍ଭ କରନ୍ତି, ତେବେ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ ଏବଂ ଆପଣଙ୍କର ସମସ୍ତ ମନୋବାଞ୍ଛା ମଧ୍ୟ ପୂର୍ଣ୍ଣ ହୋଇଥାଏ। ବନ୍ଧୁମାନେ, ଏହି ଯେଉଁ ସୁଦଶା ବ୍ରତ ପଡ଼ୁଛି ଏଥିରେ ତ ନୂଆ ବ୍ରତମାନେ ବ୍ରତ କରିପାରିବେ ନାହିଁ। ମାତ୍ର ଯେଉଁମାନେ ବ୍ରତ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ କିଛି ନିୟମ ରହିଛି। ଆପଣମାନେ ଜାଣିଛନ୍ତି ଆମ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପରିଷ୍କାର ଓ ପରିଚ୍ଛନ୍ନ ଓ ଶୃଙ୍ଗାର ପ୍ରିୟ। ତେଣୁ ଆପଣ ଯେଉଁ ଗୁରୁବାର ଦିନ ବ୍ରତ କରୁଛନ୍ତି, ବୁଧବାର ଦିନ ଆପଣ ଭଲ ଭାବରେ ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ କରିନିଅନ୍ତୁ ଏବଂ ଘରକୁ ଆପଣ ଯେଉଁ ପାଣିରେ ଧୋଉଛନ୍ତି ସେଥିରେ କିଛି ଗୋବର ମିଶାଇ ଆପଣ ନିଜ ଘରକୁ ପୋଛ ମାରିପାରି ଦିଅନ୍ତୁ, ଯାହାଦ୍ୱାରା ଘରଟି ଆମର ପବିତ୍ର ହୋଇଯିବ। ଏହାପରେ ଆପଣ ଜାଣନ୍ତି ଗୁରୁବାର ଦିନ ବାସି ଚିତା ଆପଣ ପକାଇବେ ନାହିଁ। ତେଣୁ ବୁଧବାର ରାତିରେ ଆପଣ କିଛି ଚାଉଳ ପକାଇ ଦିଅନ୍ତୁ ଏବଂ ଆପଣ ଗୁରୁବାର ଦିନ ବଡ଼ି ଭୋରୁ ଉଠି ଆପଣ ନିଜ ଘରେ ସ୍ନାନ କାର୍ଯ୍ୟ ସାରି ଶୁଦ୍ଧ ହୋଇ ଚିତା ପକାନ୍ତୁ ଏବଂ ଆପଣ ଯେତେବେଳେ ଠାକୁର ଘରକୁ ଯାଉଛନ୍ତି ଆପଣ ଭଲ ଭାବରେ ଶୃଙ୍ଗାର ହୋଇ ଠାକୁର ଘରକୁ ଯାଆନ୍ତୁ, କାରଣ ମା ଲକ୍ଷ୍ମୀ ଶୃଙ୍ଗାରକୁ ଅତି ଭଲ ପାଇଥାନ୍ତି। ଆପଣ ପାଦରେ ଅଳତା ଲଗାଇବାକୁ ଭୁଲନ୍ତୁ ନାହିଁ ଏବଂ ଯେତେବେଳେ ସ୍ନାନ କରୁଛନ୍ତି ସେତେବେଳେ ସ୍ନାନ ଜଳରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ, କାରଣ ହଳଦୀ ଅତ୍ୟନ୍ତ ପବିତ୍ର ମନାଯାଇଥାଏ। ଏହି ହଳଦୀଟି ମଧ୍ୟ ଅତ୍ୟନ୍ତ ମାଙ୍କର ପ୍ରିୟ ହୋଇଥାଏ। ହଳଦୀ ଲଗାଇବା ଦ୍ୱାରା ଆପଣଙ୍କ ଦେହ ଅତ୍ୟନ୍ତ ପବିତ୍ର ଓ ଶୃଙ୍ଗାର ହୋଇଯାଇଥାଏ। ତେଣୁ ଆପଣ ସ୍ନାନ କରିବା ସମୟରେ କିଛି ହଳଦୀ ମିଶାଇ ସ୍ନାନ କରିନିଅନ୍ତୁ ଏବଂ ଆପଣ ଯେକୌଣସି ବି ବ୍ରତ କରୁଛନ୍ତି କିମ୍ବା ପୂଜା ଅର୍ଚ୍ଚନା କରୁଛନ୍ତି, ଆପଣ ଯଦି ସେହିଦିନ ହଳଦୀ ଲଗାଇ ସ୍ନାନ କରନ୍ତି ତେବେ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ ହୋଇଥାଏ। ତେବେ ସ୍ନାନ ସାରିବା ପରେ ଆପଣ ଯେଉଁ ବସ୍ତ୍ର ପିନ୍ଧୁଛନ୍ତି ମନେ ରଖନ୍ତୁ ଏହି ଦିନ କେବେ ବି କଳା ରଙ୍ଗ କିମ୍ବା ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ, କାରଣ
ଏହି ରଙ୍ଗଗୁଡ଼ିକ ମାଆଙ୍କର କେବେ ବି ପସନ୍ଦ ହୋଇନଥାଏ। ଆପଣ ଯେତେବେଳେ ହଳଦିଆ, ଲାଲ ଏବଂ ଗୋଲାପୀ ଏବଂ ଶୁକ୍ଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ଏହାପରେ ଚୁଡ଼ି, ସିନ୍ଦୁର, ଅଳତା ଏବଂ ଅନ୍ୟାନ୍ୟ ଆଭୂଷଣ ମଧ୍ୟ କରିନିଅନ୍ତୁ। କାରଣ ଘରର ବିବାହିତ ନାରୀମାନେ ଯେତେ ଅଧିକ ସୁନ୍ଦର ଦେଖାଯିବେ, ଯେତେ ଅଧିକ ଶୃଙ୍ଗାର କରିବେ, ମା ଲକ୍ଷ୍ମୀ ସେ ଘର ଉପରେ ସେତେ ଅଧିକ ବିଶେଷ କୃପା ଦୃଷ୍ଟି ପକାଇଥାନ୍ତି ଏବଂ ଆପଣଙ୍କୁ ମଧ୍ୟ ପୂଜାରେ ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କାରଣ ଶୃଙ୍ଗାର ହେଉଛି ସଧବା ନାରୀର ଏକ ମହତ୍ତ୍ୱପୂର୍ଣ୍ଣ ଜିନିଷ। ତେବେ ବନ୍ଧୁମାନେ, ଆଉ ଗୋଟିଏ କଥା ହେଉଛି, ଆପଣ ଗୁରୁବାର ଦିନ କେବେ ବି ମୁଣ୍ଡ ଧୁଅନ୍ତୁ ନାହିଁ। ଯେହେତୁ ଆପଣ ବ୍ରତ କରିବେ, ତେଣୁ ସେଇ ମୁଣ୍ଡରେ ଆପଣ ପାଣି ହାତ ହିଁ ମାରିଦେବେ। କେବେ ଚୁଟି ଖୋଲି କେବେ ବି ମୁଣ୍ଡ ଧୋଇବେ ନାହିଁ। ଏହାପରେ ଆପଣ ଯେତେବେଳେ ପୂଜା କରିବାକୁ ଯାଉଛନ୍ତି, ଆପଣ ସବୁ ପୂଜା ପୂର୍ବରୁ ଆମେ ପ୍ରଥମେ ମା ତୁଳସୀଙ୍କର ପୂଜା ଅର୍ଚ୍ଚନା କରିଥାଉ ଏବଂ ସୂର୍ଯ୍ୟକୁ ଅର୍ଘ୍ୟ ପ୍ରଦାନ କରିଥାଉ। ତେଣୁ ଆପଣ ମା ତୁଳସୀଙ୍କର ପୂଜା ଅର୍ଚ୍ଚନା କରି ତାପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ନିଜର ଠାକୁର ଘରର ପୂଜା ଆରମ୍ଭ କରନ୍ତୁ। ତେବେ ବନ୍ଧୁମାନେ, ଆପଣମାନେ ଏହାପରେ ମାଙ୍କର ପୂଜା ପରେ ଏକ କୋଠି ମଧ୍ୟ ଅଙ୍କନ କରିବେ ଏବଂ ସେଠି କୋଠି ମଧ୍ୟରେ ପଞ୍ଚାମୃତ ଛିଞ୍ଚନ କରି ତାହାକୁ ପବିତ୍ର କରିଦେବେ। ତାହାପରେ ବାମ ପାର୍ଶ୍ୱରେ ଆପଣ ମାଙ୍କୁ ପୂଜା ପାଇଁ କଳସ ସ୍ଥାପନ କରିବେ। କାରଣ ଆପଣମାନେ ଜାଣନ୍ତି, ପ୍ରତ୍ୟେକ ଶୁଭ କାର୍ଯ୍ୟର ଆରମ୍ଭରେ ପ୍ରଥମେ କଳସ ପୂଜା କରାଯାଇଥାଏ। କାରଣ ଭଗବାନ ଗଣେଶଙ୍କୁ ଏହି ପୂଜାକୁ ଆମେ ଗଣେଶ ବୋଲି ମାନିଥାଉ। ତେବେ ପୂଜା କରିବା ପୂର୍ବରୁ ଆପଣ ପ୍ରଥମେ ମାଙ୍କର ସ୍ନାନ କରାଇବା ଉଚିତ। ତେବେ ଆପଣ ପ୍ରଥମେ ମାଙ୍କୁ ପଞ୍ଚାମୃତ ଏବଂ ଏହା ହଳଦୀ ପାଣି ଏବଂ ତାପରେ ବାସ ଜଳ ଧୋଇ ସ୍ନାନ କରି ନିଅନ୍ତୁ। ବାସ ଜଳ ଅର୍ଥାତ୍ ଏକ ସାଧାରଣ ଜଳରେ କିଛି ଅଗୁର ମିଶାଇ, ଯାହାକି ବାସ ଜଳ ହୋଇଯାଏ। ତାପରେ ଆପଣ ମାଙ୍କୁ ପାଟ କନ୍ୟାର ପୋଛାପୋଛି କରି ମାଙ୍କୁ ନୂତନ ବସ୍ତ୍ର ପରିଧାନ କରାନ୍ତୁ ଏବଂ ଆପଣ ମାଙ୍କୁ ଯେଉଁ ଜଳରେ ସ୍ନାନ କରାଉଛନ୍ତି, ସେହି ଜଳକୁ ଏଣେ ତେଣେ ନ ଫୋପାଡ଼ି ପରିବାରର ସଦସ୍ୟମାନେ କିଛି କିଛି ପ୍ରସାଦ ରୂପରେ ପାଇପାରିବେ ଏବଂ ତାପରେ ସେହି ଜଳକୁ କୌଣସି ଗଛ ମୂଳରେ ପକାଇ ପାରିବେ। ତାପରେ ଆପଣ ମାଙ୍କୁ 10 ପ୍ରକାର ଫୁଲ ଦେଇ ଭଲ ଭାବରେ ସଜାଇ ଦେବେ। ଆପଣମାନେ ଜାଣନ୍ତି, ମା ଅତ୍ୟନ୍ତ ଶୃଙ୍ଗାର ପ୍ରିୟ ଅଟନ୍ତି। ତେଣୁ ଆପଣମାନେ ଚେଷ୍ଟା କରିବେ ମାଙ୍କୁ ଭଲ ଭାବରେ ସଜାସଜ କରିବେ। ଆପଣ ମାଙ୍କ ପାଇଁ ନିଶ୍ଚୟ ଭାବରେ ସୁଦଶା ବ୍ରତରେ ଏକ ନୂଆ ଗୁଆ ପୂଜା କରିବେ। କାରଣ ସୁଦଶା ବ୍ରତରେ ଗୁଆ ହିଁ ପୂଜନୀୟ ଅଟିଥାଏ। ଗୁଆ ହିଁ ସୁଦଶା ବ୍ରତରେ ଯେଉଁ ବସି ରହିଥାଏ, ସେହି ବହି ଏକ ସ୍ୱତନ୍ତ୍ର ସ୍ଥାନରେ ରଖି ପୂଜା କରିବା ଉଚିତ। ତାପରେ ଆପଣ ମାଙ୍କ ସମ୍ମୁଖରେ ସେ ସୁଦଶା ବ୍ରତ ଗୁଆ ରଖିବେ ଏବଂ ନିଜର ସୁଦଶା ବ୍ରତକୁ ହଳଦୀ ପାଣିରେ ଧୋଇ ସେହି ଗୁଆ ଉପରେ ରଖିବେ। ତାପରେ ଆପଣ ଏକ କଦଳୀ ପତ୍ର ନେଇ ସେହି କଦଳୀ ଉପରେ 10 କେରା ଦୁବ, 10ଟି ବରକୋଳି ପତ୍ରର ତାକୁ ପାନ ପୋଳି ମୋଡ଼ିଦେବେ ଏବଂ ତାକୁ ମଧ୍ୟ ସେ ଗୁଆ ପାଖରେ ରଖିଦେବେ। ବନ୍ଧୁମାନେ, ଏହାପରେ ଆପଣମାନେ ମାଙ୍କୁ ଯେଉଁ ଉଦ୍ଦେଶ୍ୟରେ ଘିଅର ଦୀପ ଜାଳିଥିବେ, ସେହି ଘିଅର ଦୀପରେ ପ୍ରଥମେ କଳସୀର ଆଳତି କରିବେ। ତାପରେ ମା ଲକ୍ଷ୍ମୀଙ୍କର ଆଳତି କରିବେ। ଆଳତି କରିବା ସମୟରେ ଆପଣ ସବୁବେଳେ ହୁଳହୁଳି ଦେଉଥିବେ ଏବଂ ପାଖରେ ଯଦି କିଏ ରହିଥିବେ ତାଙ୍କୁ ଶଙ୍ଖ ଫୁଙ୍କିବାକୁ ମଧ୍ୟ କହିବେ। କାରଣ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ପିଠା ଭୋଗ ଦେବା ପାଇଁ ଚାହୁଁଥିବେ, ତେବେ ତାପରେ ମଧ୍ୟ ଆପଣ 10 ପୁର ଦେଇ ଯେଉଁ ମଣ୍ଡା ପ୍ରସ୍ତୁତ ମାଙ୍କ ନିକଟରେ ଯେଉଁ ଅର୍ପଣ କରିବେ, ସେଥିରୁ ଆପଣ 5ଟି ମଣ୍ଡା ପ୍ରଭୁ ଗଣେଶଙ୍କ ପାଇଁ ପ୍ରସ୍ତୁତ କରିଥିବେ ଏବଂ ଯେଉଁ 5ଟି ମଣ୍ଡା ଆପଣ ଗଣେଶଙ୍କୁ ଅର୍ପଣ କରିବେ, ତାଙ୍କୁ ଆପଣ ମୋଦକ ଆକାରରେ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବେ। କାରଣ ତାହା ଭଗବାନଙ୍କର ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଗଣେଶଙ୍କ ପାଇଁ 5ଟି ଏବଂ ମା ଲକ୍ଷ୍ମୀଙ୍କ ପାଇଁ 10ଟି ପ୍ରସ୍ତୁତ କରିବେ। ତେବେ ସେହିପରି ଆପଣ ପ୍ରଥମେ ଘିଅର ଦୀପକୁ ଆଉ ଥରେ ପ୍ରଭୁ ଗଣେଶ ଏବଂ ମା ଲକ୍ଷ୍ମୀଙ୍କର ଆଳତି କରନ୍ତୁ ଏବଂ ତାପରେ ସୁଦଶା ବହିର ପାଠ କରନ୍ତୁ। ତାପରେ ଆପଣ ସୁଦଶା ବ୍ରତକୁ ହାତରେ ବାନ୍ଧି ଧାରଣ କରନ୍ତୁ। ଆପଣ ବ୍ରତ ଧାରଣ କରିପାରିବା ସାରି ପ୍ରସାଦ ସେବନ କରନ୍ତୁ। ତାପରେ ଆପଣ ସନ୍ଧ୍ୟା ସମୟରେ ପୁଣି ଥରେ ମାଙ୍କର ଆଳତି କରି ମାଙ୍କୁ ନିଜ ଆସ୍ଥାନରେ ନେଇ ସ୍ଥାପନ କରନ୍ତୁ।
କାରଣ ସେଇଦିନ ଗୁରୁବାର ଦିନ ମାଆଙ୍କର ସେଇ ଆସ୍ଥାନର କୌଣସି ଜିନିଷକୁ ଗୁରୁବାର ଦିନ ବାହାର କରନ୍ତୁ ନାହିଁ। ତାହା ପରଦିନ ସକାଳୁ ଉଠି ମାଆଙ୍କର ସେହି ବାସି ଫୁଲ ଏବଂ ସେହି ସବୁ ଜିନିଷକୁ ନେଇ ପାଣିରେ ବୁଝାଇ ଦିଅନ୍ତୁ। ଏହିପରି ଭାବେ ସୁଦଶା ବ୍ରତକୁ ପାଳନ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କର ମନବାଞ୍ଛା ପୂରଣ ହେବା ସହିତ ଆପଣଙ୍କ ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ। ତେବେ ବନ୍ଧୁଗଣ, ଏହା ଥିଲା ଆଜିର ଭିଡ଼ିଓ। ତେବେ ଭିଡ଼ିଓଟି କିପରି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜୟ ମା ଲକ୍ଷ୍ମୀ ବୋଲି ଅବଶ୍ୟ ଲେଖନ୍ତୁ। ରହିଲି ବନ୍ଧୁଗଣ, ନମସ୍କାର।